हेलो सांगମାନେ ଦେଖନ୍ତୁ ଗୋଟେ ଏକ୍ସେଲ ରେ ଡାଟାଟାକୁ କେମିତି ଆମେ ଏଣ୍ଟ୍ରି କରନ୍ତି ମ୍ୟାନୁଆଲି ଆଗରୁ କେମିତି କରନ୍ତି ଏବେ ସର୍ଟକଟ୍ ଟ୍ରିକ୍ ମାଧ୍ୟମରେ କେମିତି ଡାଟା ଏଣ୍ଟ୍ରି ୱିଥ୍ ସର୍ଟକଟ୍ ଅଲ୍ଟ ପ୍ଲସ୍ ଡିଓ କୁ ଟାଇପ୍ କଲେ କେମିତି ଡାଟା ଏଣ୍ଟ୍ରି ଫର୍ମଟା ଆସିବ ତା ଭିତରେ ଏଣ୍ଟ୍ରି କରିବା ସେଟା ଆଜି ଆମେ ଜାଣିବା। ଦେଖନ୍ତୁ ଆମେ ନର୍ମାଲି କେମିତି କରୁଥିଲେ ଆଗରୁ ଏମିତି ଦେଖନ୍ତୁ ରୋହିତ ଲେଖିବା ହେଲା ତାର ଇଏଟା ମୁମ୍ବାଇ ଏମିତି ଲେଖୁଥିଲେ ନା ଏଟା ଲେଟ୍ ହଉଛି ନା ପ୍ରୋସେସଟା ଏମିତି ଗୋଟେ ଗୋଟେ ଲେଖିବାଟା ଦେଖନ୍ତୁ ସିରିଏଲ ନମ୍ବର ଟାଇପ୍ କରିବାକୁ ପଡ଼ିବ ଏମିତି କରିବାକୁ ପଡ଼ିବ ଏଟାକୁ କ'ଣ କରିବା ଏବେ ଦେଖନ୍ତୁ ନୂଆ ଷ୍ଟାଇଲରେ କରିବା ଧରନ୍ତୁ ଯୋଉ ଜାଗାରେ ଡାଟାର ହେଡର ଲେଖା ହେଇଥିବ ନା ଏଇଟା ସେଲ୍ଟାକୁ ମୁଁ ଟୋଟାଲ ସିଲେକ୍ଟ କରି ନେଉଛି ତାପରେ କ'ଣ କରିବେ ଅଲ୍ଟକୁ ହୋଲ୍ଡ କରିକି ଡି ଓ ଦେଖନ୍ତୁ ଅଲ୍ଟକୁ ହୋଲ୍ଡ କରିକି ଡି ଆଉ ଓ डायलॉग बॉक्स ଆସିବ ତାକୁ ଓକେ କରିଦେବେ ଦେଖନ୍ତୁ ଏଠି ଯାହା ଆସିବ ଓକେ କରିଦେବେ ଦେଖନ୍ତୁ ଗୋଟେ ଫର୍ମ ଟେ ଆସିଲା ଦେଖନ୍ତୁ ଏଇ ଯୋଉ ଆସିଲା ଯାହା ଅଛି ଏଠି ଏଠି ସେ ଫର୍ମ ଆସିଲା ଏଥିରେ କ'ଣ କରିବେ ୱାନ୍ ଟାଇପ୍ କରିବେ ତାପରେ ଟେପ୍ ପ୍ରେସ୍ କରିବେ ତାପରେ ଏଠିକି ଆସିବ ଲାଷ୍ଟ ହେଇଗଲେ ଏଣ୍ଟର କୁ ପ୍ରେସ୍ କରିବା ଦେଖନ୍ତୁ ଅଟୋମେଟିକ ସେଠି ସିରିଏଲଟା କେମିତି ହେଇଯିବ ତାହା ଜାଣିବା ଦେଖନ୍ତୁ ପ୍ରଥମେ ମୁଁ ୱାନ୍ ଟାଇପ୍ କଲି ତାପରେ ଟେପ୍ କୁ ପ୍ରେସ୍ କରି ତଳକୁ ଆସିଲି ଦେଖନ୍ତୁ ରୋହିତ ନାଁ ଲେଖିଲି ସରି ରୋହିତ ଲେଖିଲି ପୁଣି ଟେପ୍ କୁ ପ୍ରେସ୍ କଲି ତଳକୁ ଆସିଲା ଆଡ୍ରେସଟା ମୁମ୍ବାଇ ଆସିଗଲା ପୁଣି ଟେପ୍ ପ୍ରେସ୍ କଲି ତଳକୁ ଆସିଲି ମୋବାଇଲ ନମ୍ବର ଦେଖନ୍ତୁ 9010 ଗୋଟେ ଯାହା ବି ଟାଇପ୍ କରିଦେଲି ଦେଖନ୍ତୁ ଏଣ୍ଟର ପ୍ରେସ୍ କଲି ମାନେ ଗୋଟେ ନାଁ ଆସିଗଲା ତାପରେ ସିରିଏଲ ନମ୍ବର ପୁଣି ଟାଇପ୍ କରିବେ ପୁଣି 2 ନମ୍ବର ଦେଲେ ଧରନ୍ତୁ ଟେପ୍ କୁ ପ୍ରେସ୍ କରିବେ ଧୋନି ଲେଖିଲି ତାର ଚେନ୍ନାଇ ନା ଲେଖିଲି ମୋବାଇଲ ନମ୍ବର ଦେଖନ୍ତୁ ଲେଖିଲି ଏଣ୍ଟର ପ୍ରେସ୍ କଲି ଆସିଗଲା ଦେଖନ୍ତୁ ଏମିତି ଟ୍ରିକ୍ସ ଜାଣିବା ପାଇଁକା ଓଜି କମେଣ୍ଟକୁ ଲାଇକ୍ ଆଣ୍ଡ ଫଲୋ କରନ୍ତୁ ଧନ୍ୟବାଦ।